ସାର୍ ବହୁତ କର୍ମଠ। ଏବେ କିଛି ଦିନ ତଳେ ଆମର ସିନିୟର ସିଟିଜେନ୍ ମାନଙ୍କୁ ଯୋଗ ଶିଖୁଥିଲେ, ଯୋଉଟାକି ପେପର ଆମର ବିଭିନ୍ନ ପତ୍ରିକା ଠାରୁ ଆରମ୍ଭ କରି ମିଡିଆ କଭର କରିଥିଲା। ସାର୍ ବହୁତ ଆକ୍ଟିଭ ଲୋକ, ସେ ମଧ୍ୟ ଆମ ଅଞ୍ଚଳ ସାରା ଯୋଗ କାର୍ଯ୍ୟକ୍ରମ କରାଇ ଦେଇପାରିବେ, ସେ ବିଶ୍ୱାସ ଅଛି। ଯେତେବେଳେ ପ୍ରଥମେ ଆରମ୍ଭ ହୋଇଥିଲା ଆମର ଯୋଉ ମୂଳ କର୍ମକର୍ତ୍ତା ମାନେ ଆଜି ତାଙ୍କ ନିଷ୍ଠା ସହିତ ସେ ପଢୁଛନ୍ତି ବୋଲି ଆଜି ବୋଧେ ସେମାନଙ୍କୁ ଦେଖିକି ଅନ୍ୟମାନେ ପ୍ରଭାବିତ। ଆଜି ତାର ସେ ଉତ୍ସବରେ ଅତିଥି ବୃନ୍ଦମାନେ ଅଛନ୍ତି ଯଦି ପରିଚୟ ପ୍ରଦାନ କରିବି, ମୁଁ ଯାହାଙ୍କର ହାତ ଧରି ଆଜି ଏଇ ଜାଗାରେ ଠିଆ ହେଇଛି, ମୁଁ ଯାହାଙ୍କର ପ୍ରେରଣା, ଯାହାଙ୍କର ସୃଜନଶୀଳତା, ସେ ଛୋଟିଆ ଲୋକ ନୁହଁ, ଆମର ସୌଭାଗ୍ୟ। ସେ ବି ଆମ ଗଣରେ ଅଛନ୍ତି। ରାଜ୍ୟପାଳ ପୁରସ୍କୃତ ମୋର ଗୁରୁ ମାନସ ସାର୍, ସେ ଆମକୁ ତାଙ୍କର ଯୋଉ ପ୍ରେରଣା ଦେଇଛନ୍ତି, ସେ ପ୍ରଥମେ ତାଙ୍କର ମାନେ ଜୀବନ କ୍ୟାରିୟର ଆରମ୍ଭ କଲେ, ସେ ପ୍ରଥମେ ଆମରି କ୍ଲାସକୁ ଆସିଥିଲେ ଏବଂ ଗଣିତ ଶିକ୍ଷକ ଏବଂ ବିଜ୍ଞାନ ଶିକ୍ଷକ ହିସାବରେ ସାରା ଓଡ଼ିଶାରେ ସେ ଜଣେ ସୁନାମଧନ୍ୟ ସବୁ ପ୍ରକାର ପୁରସ୍କାରକୁ ଆପଣେଇଛନ୍ତି। ଆଉ ଆର ବର୍ଷ ବି ସାର୍ ଡାକିଥିଲି। ଆଉ ସାର୍ ବି ଏତେ ଅମାୟିକ, ଏତେ ଛାତ୍ର ବର୍ଷ ଏତେ ଭଲ ପାଆନ୍ତି, ମୁଁ ଯୋଗ ଉପରେ କଣ କହିବି, କାହିଁକି ମୁଁ ତାକୁ ନାହିଁ ସାର୍, ଆପଣଙ୍କର ସେ ପ୍ରେରଣା ଆମ ପାଇଁ ବହୁତ ବଡ଼ ଜିନିଷ, ଆଉ ଆପଣ ଆମ ଏଇ ପାଖରେ ରହିବେ। ଆଉ ସାର୍ ଆଜି ଆମ ପାଖରେ ଉପସ୍ଥିତ ଅଛନ୍ତି, ମୁଁ ସାର୍ଙ୍କ କୃତଜ୍ଞ ଜ୍ଞାପନ କରୁଛି। ମହାନ ତାଙ୍କ ଜୀବନ ଯୋଉ ଏତେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛନ୍ତି, ପୁଣି ତାଙ୍କ ସାଧନା ଚାଲିଛି, କେତେ ଲେଖା ଲେଖି, କେତେ ବହି ବି ବାହାରିଛି। ପଠାଣି ସାମନ୍ତ ମେଧାବୃତ୍ତିର ସେ ଜଣେ ମୁଖ୍ୟ ଲୋକ, ଜାଣନ୍ତୁ କେତେ ବଡ ଜ୍ଞାନୀ ଲୋକ, ଆମେ ଆଜି ତାଙ୍କୁ ଗଣ ପାଇଛେ। ତାଙ୍କର ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଗୋଟେ ଦାୟିତ୍ୱ ଦିଆଯାଇଛି ଏବଂ ସେ ଦାୟିତ୍ୱରୁ କେତେ ସଫଳ ସିଏ ତାଙ୍କର ମାନେ ମୋ ପାଖରୁ ଯୋଗ ଶିଖିଛନ୍ତି। ସିଏ ଆଗରୁ ଯୋଗୀ ଅଛନ୍ତି, ସେ ନିଗମାନନ୍ଦ ମହାପ୍ରଭୁଙ୍କର ଜଣେ ଭକ୍ତ, ଗୁରୁ ଦୀକ୍ଷିତ, ତଥାପି ଯୋଗ କ୍ଲାସ ଆସିଛି। ଯୋଗ ଶିଖିବା ପରେ ତାଙ୍କର ଏତେ ସମ୍ମାନ ପ୍ରବୃତ୍ତି, ଆଉ ମୁଁ ସେଟାକୁ ଭାଷାରେ ପ୍ରକାଶ କରି ଗୋଟେ ଦାୟିତ୍ୱ ଦେଇଛି ଭାଇକି, ଯେ ଆମର ଗୋଟେ ପତ୍ରିକା ପ୍ରତିବର୍ଷ ବାହାରେ, ଭାଇ ହଉଛନ୍ତି ତାର ମୁଖ୍ୟ ସମ୍ପାଦକ ଏବଂ ବହିଟିକି ଆଜି ମଧ୍ୟ ସେ ବହିଟି ଉନ୍ମୋଚନ ହବ। ଆର ବର୍ଷ ବାହାରିଥିଲା ଅହଂ ବ୍ରହ୍ମାସ୍ମି, ଆର ଦ୍ୱିତୀୟ ସଂସ୍କରଣ। ଏଇ ଆମରି ଯୋଗ ଭାଇ ମାନଙ୍କର ଦ୍ୱାରା ଲିଖିତ ସେ ବହିଟି। ଆଉ ଏତେ ସୁନ୍ଦର ତାଙ୍କ ପାଖେ ଜ୍ଞାନ ଅଛି। କାଲି ତ ଆମେ ପୂର୍ବରୁ ଆମର ମା ମାନଙ୍କ ପାଖରେ କାଲି ଗୋଟେ ସତ୍ସଙ୍ଗ ଟିକେ କରୁଥିଲୁ ଏବଂ ଯେତେବେଳେ ଆମେ ପିକନିକ କରୁ, ଯାହା କରୁ, ଭାଇ ଯଦି କୁହନ୍ତି କେତେ ଜ୍ଞାନ କଥା, କେତେ ପ୍ରକାର ଶାସ୍ତ୍ର ଆଣନ୍ତି, ତାଙ୍କୁ ବି ଆଜି ଆମ ଗ୍ରହଣ ପାଇଛି, ତାଙ୍କର କିଛି କଥା ଶୁଣିବା। ସେ ଥିଲେ ଆମର ମୁରଳୀ ଭାଇ। ସେପଟେ ଅଛନ୍ତି ଅମିତ କୁମାର ବାବୁ, ଏତେ ସୁନ୍ଦର ଲୋକ, ମେଡିକାଲ ଫିଜିଓଥେରାପି। ମୁଁ ତାଙ୍କୁ ଡାକିବାର କାରଣ କଣ, ଥରେ ଆମ ସହିତ କଥାବାର୍ତ୍ତା ହଉଥିଲି। ସେ ଯେତେବେଳେ ଆମର ଏଇ 2-3 ଜଣ ଭାଇ ଆଉ ଭଉଣୀ ମା ମାନେ ସାର୍ ଟିକେ ଅଣ୍ଟା ପଡି, ମୁଁ ଯୋଗରେ କେବେ କହିନି ଆପଣଙ୍କର ରୋଗ କଥା କହିନି, ତାର ଗୋଟେ କାରଣ ବି ଅଛି, କହିବି ପରେ କେତେ କହିବି। କିନ୍ତୁ ଯୋଉ ଇନିସିଆଲ ଷ୍ଟେଜରେ ଆପଣଙ୍କର ଯୋଉ ରୋଗ ହେଲା, ମୁଁ ଅମିତ ଭାଇ ପଠାଏ ଏବଂ ସିଏ ଯେତେବେଳେ ମୁଁ ଜାଣିଲେ ମୋ ଡିପାର୍ଟମେଣ୍ଟ ଲୋକ କହିଲେ, ପ୍ରଶାନ୍ତ ସାର୍ ଆପଣ କଣ ଯୋଗ ନାହିଁ, କଣ ସବୁ ଲୋକ ଆସୁଛନ୍ତି, ଆପଣଙ୍କ ଯୋଗ କଥା କହୁଛନ୍ତି। କହିଲେ ଆପଣ ଆସନ୍ତୁ, ଆଜି ତାଙ୍କର ଗୋଟେ ସୁନ୍ଦର ଟପିକ ଅଛି, ସେ କହିବେ। ନା ମୁଁ କଣ କହିବି, କି କଥା, ଆପଣଙ୍କ ଦ୍ଵାରା ଯୋଉ ଫିଜିଓଥେରାପି ମଣିଷ ଯୋଉ ଜୀବନରେ ନଉଛି, ତା ପୂର୍ବରୁ ଯଦି ଯୋଗରେ ଲାଗି ରହିବ ଭୌତିକ, ମାନେ ଫିଜିଓଥେରାପିର ଗୋଟେ ଅର୍ଥ ହଉଛି ଓଡିଆରେ ଭୌତିକ ଚିକିତ୍ସା। ଆମେ ଶାନ୍ତି ମନ୍ତ୍ର 3ଟା ଶାନ୍ତି କରୁ, ଗୋଟେ ଦୈବୀ ଶକ୍ତି ପାଇଁ ଶାନ୍ତି, ଗୋଟେ ଭୌତିକ ଜଗତ ପାଇଁ ଶାନ୍ତି, ଆଉ ଗୋଟେ ହଉଛି ଆଧ୍ୟାତ୍ମିକ ଜଗତ ପାଇଁ ଶାନ୍ତି। ଭୌତିକ ଜଗତ କଣ, ଏଇ ଯୋଉ ପାଣି, ପବନ, ଉଷୁମ, ଥଣ୍ଡା, ଏଇ ସବୁ ଜିନିଷକୁ ନେଇକି ଆମ ଶରୀର ମଧ୍ୟ ଥେରାପି ଦେଇ ହବ। ପ୍ରକୃତି ସହିତ ଲାଗି ରହିଥିବା ଭାଇ କହିଲେ, ତାହେଲେ ଠିକ ଅଛି ସାର୍, ମୁଁ ସେଇ ଟପିକ କହିବି, ଜଣେ କାହିଁକି ଫିଜିଓଥେରାପି ନବ।